आज ହେଉଛି 55ତମ ଭାରତୀୟ ନୌସେନା ଦିବସ। ଏହି ନୌସେନା ଦିବସକୁ ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଥିବା କନକ ରେସିଡେନ୍ସିଠାରେ ଅବସରପ୍ରାପ୍ତ ସେନାଧିକାରୀ ମେଜର ଦେବେନ୍ଦ୍ରନାଥ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ଥଳସେନା, ବାୟୁସେନା, ନୌସେନାର ଅବସରପ୍ରାପ୍ତ ସେନାଧିକାରୀ ଓ ସେନା କର୍ମଚାରୀମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି। 1971 ମସିହାରେ ପୂର୍ବ ପାକିସ୍ତାନଠାରୁ ବାଂଲାଦେଶକୁ ସ୍ୱାଧୀନତା ଦେବା ପାଇଁ କିଭଳି ଭାବେ ଭାରତୀୟ ନୌସେନାର ଭୂମିକା ଥିଲା ସେ ନେଇ ସ୍ମୃତିଚାରଣ କରିବା ପରେ ଉପସ୍ଥିତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ନୌସେନାର ପରାକ୍ରମ ବିଷୟରେ ଅବଗତ କରାଇଥିଲେ। ମଞ୍ଚାସୀନ ଅତିଥିଗଣ ମଧ୍ୟ ଆଗାମୀ ଦିନରେ ଛାତ୍ରଛାତ୍ରୀ ଏବଂ ସମସ୍ତ ଯୁବ ସମାଜ ସ୍ୱଇଚ୍ଛାରେ ନିଜକୁ ସେନାରେ ସାମିଲ କରି ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। 55ତମ ନେଭି ଦିବସରେ ମୁଁ ଆମର ଭାରତୀୟ ନୌବାହିନୀର ସମସ୍ତଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଶୁଭେଚ୍ଛା ଜ୍ଞାପନ କରୁଛି। ଆଜିର ଦିନରେ 1971 ମସିହାରେ ଆମର ପରାକ୍ରମୀ ଭାରତୀୟ ନେଭି ପାକିସ୍ତାନର ନେଭାଲ ଡକୟାର୍ଡ କରାଚିକୁ ଧ୍ୱଂସ କରିଦେଇଥିଲା ଏବଂ ତାଙ୍କର ବହୁତ ଗୁଡ଼ିଏ ଯୁଦ୍ଧ ଜାହାଜକୁ ନଷ୍ଟ କରିଦେଇଥିଲା। ପାକିସ୍ତାନର ନେଭାଲ ଶକ୍ତିକୁ ଏତେ ପରାସ୍ତ କରିଦେଲା ଯେ ତା ଦ୍ୱାରା ପାକିସ୍ତାନ ନେଭି ଏବଂ ପାକିସ୍ତାନ ଡିଫେନ୍ସର ଅଣ୍ଟା ଭାଙ୍ଗିଗଲା। ଆଉ ଯେଉଁ ଦିବସଟାକୁ ଆମେ ମନେ ରଖିବା ପାଇଁ ଆଜି ଦିନଟିକୁ ନେଭି ଡେ ରୂପରେ ପାଳନ କରୁଛୁ। ଜୟ ହିନ୍ଦ। ମୁଁ ଆଜି 55ତମ ଭାରତୀୟ ନୌସେନା ଦିବସର ଏହି ଅବସରରେ ମୁଁ ଆମ ଦେଶର ସମସ୍ତ ଯୁବବର୍ଗଙ୍କୁ ଗୋଟେ ଜିନିଷ କହିବା ପାଇଁ ଚାହିଁବି, ଭାରତୀୟ ନୌସେନା ହଉ ବା ଏୟାରଫୋର୍ସ ହଉ ବା ଆର୍ମି ହଉ, ଏହା ଏକ ଜବ୍ ନୁହଁ, ଏହା ହେଉଛି ଏକ ସର୍ଭିସ୍। ନିଃସ୍ୱାର୍ଥପର ଭାବେ ଦେଶ ପାଇଁ ଯଦି ଆମ କାମ କରିବାର ଇଚ୍ଛା ଅଛି ଆଉ ଭାରତ ମାତା ପାଇଁ ଆମକୁ ସେବା କରିବାର ମନୋବୃତ୍ତି ଅଛି, ତେବେ ଆପଣମାନେ ଆସିକି ଏହି ସୈନ୍ୟ ବାହିନୀରେ ଯୋଗ ଦିଅନ୍ତୁ ଏବଂ ଏପରି ସୁଯୋଗ ଯେଉଁଥିରେ କି ଆପଣ ମାନେ ଏମିତି ଗୋଟେ ସୁଯୋଗ ପାଇବେ ଯୋଉଠିକି ମାତୃଭୂମି ପାଇଁ ଆପଣଙ୍କୁ କାମ କରିବା ପାଇଁ ସୁଯୋଗ ମିଳିବ, ଯେଉଁ ସୁଯୋଗ ସମସ୍ତଙ୍କୁ ମିଳେନି। ହଁ, ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସବୁ ମାତ୍ରାରେ ସମାଜ ପାଇଁ କାମ କରିବା ପାଇଁ ସୁଯୋଗ ମିଳିବ, କିନ୍ତୁ ମାତୃଭୂମିର ସେବା କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗକୁ ମୁଁ ସବୁବେଳେ ସମସ୍ତଙ୍କୁ କହିବି, ଆପଣମାନେ ଆସନ୍ତୁ, ଜଏନ୍ କରନ୍ତୁ ଏବଂ ଏହି ଦେଶର ଏହି ମାତୃଭୂମି ପାଇଁ ସେବା ପାଇଁ ଚେଷ୍ଟା କରନ୍ତୁ। ଏହି ସେବାର ସବୁଠୁ ବଡ଼ ମୁଁ ଗୋଟେ ଜିନିଷ କହିବି, ଆମେ ଯଦି ଆଜି ମୃତ୍ୟୁବରଣ କରୁଛୁ ଆମକୁ ନେଇକି ଜାଳି ଦିଆଯିବ, କିନ୍ତୁ ଯଦି ଜଣେ ସେବାରେ ଏଇ ସର୍ଭିସରେ ମୃତ୍ୟୁବରଣ କରୁଛି ତାକୁ ଭାରତର ତିରଙ୍ଗାରେ ତାକୁ ଲପେଟିକି ଅଣାଯିବ। ତାଠୁ ବଡ଼ ସମ୍ମାନର ବିଷୟ ଆଉ ଆମ ପାଇଁ କିଛି ନାହିଁ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଏ ଯୁବାପିଢ଼ିକୁ ଯେ ସେମାନେ ଆସିକି ସୈନ୍ୟ ବାହିନୀରେ ଯୋଗ ଦିଅନ୍ତୁ ଏବଂ ନିଜର ଏହି ମାତୃଭୂମି ପାଇଁ ନିଜର ଜୀବନ ଏବଂ ନିଜର ସେବାକୁ ନିଚ୍ଛାବର କରନ୍ତୁ। ମୟୂରଭଞ୍ଜ ଯଶୀପୁରରୁ ପଙ୍କଜ କୁମାର ମିଶ୍ରଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।